ହ୍ୟାଲୋ ହାଇ ଫ୍ରେଣ୍ଡସ୍, ୱେଲକମ୍ କରୁଛି ମୋର ଆଉ ଗୋଟେ ନ୍ୟୁ ବ୍ଲଗ୍କୁ। ତ ଆଜି ଥିଲା ଯେହେତୁ ଶୁକ୍ରବାର, ତ ଛୁଟିରେ ଥିଲେ ମୋ ସ୍ୱାମୀ। କାଳୀ ପୂଜା ବି ରିସେଣ୍ଟଲି ଯାଇଛି, ତ ସେଥିପାଇଁ ଆମେ ଗୋଟେ କାମରେ ଯାଇଥିଲୁ ମାମୁଁ ଘର। ସେଠୁ ଆସିଲା ପରେ ତା ପରଦିନ ଛୁଟିରେ ମୋ ସ୍ୱାମୀ ଥିଲେ। ଆଉ ଏପଟେ ମୁଁ ମାଛ ରୋଷେଇ କରୁଛି, ମାଛ ମାନେ ଆଉ କ'ଣ ବିଲାତି ଆଉ ମାନେ ମସଲା ଦେଇକି ଗୋଟେ ରସା ହେଉଛି। ଦେନ୍ ଏଗୁଡ଼ା ସବୁ ମର୍ଣ୍ଣିଂରେ ତରକାରୀ ମୁଁ କରିଥିଲି। ତାପରେ ସ୍ୱାମୀ କହିଲେ ନା ଆଜି ଯେହେତୁ ବାର ଅଛି ମୁଁ ବିରିୟାନୀ କରିବି। ଦେନ୍ ଆମର ଗୋଟେ ନୂଆ ହାଣ୍ଡିଟେ ଥିଲା ଯେଉଁଟାକି ବିରିୟାନୀ ଷ୍ଟିମ୍ ଦିଆଯିବ, ସେଇଟା ମୁଁ ଆଣିବା ପାଇଁ ଯାଇଥିଲି। ତାପରେ ଏଠି ଚିକେନ୍ ଆଣିଲେ, ଚିକେନ୍ ଗୁଡ଼ା ସବୁ ମୁଁ ଧୋଇବା ପାଇଁ ନେଇକି ଆସିଲି। ଏଇଥିପାଇଁ ମୁଁ ଧୋଇବା ପାଇଁ ନେଇକି ଆସିଲି, ଚିକେନ୍ ଗୁଡ଼ା ବଡ଼ ବଡ଼ ପିସ୍ କଟା ହେଇଥିଲା। ଠିକ୍ ସେ ଧୁଆ ହେଇଥିବ ନ ହେଇଥିବ ସେଥିପାଇଁ ମୁଁ ଧୋଇବା ପାଇଁ ଆସିଲି। ଏଠି ମୁଁ ଆସିକି ଦେଖିଲି ତ ସ୍ୱାମୀ ଏଠି କରିଦେଇଛନ୍ତି କ'ଣ ପିଆଜକୁ ବିରିୟାନୀରେ ଷ୍ଟିମ୍ ଦିଆଯିବ, ସେଥିପାଇଁ ପିଆଜକୁ ଫାଷ୍ଟ ସେ ଛାଣିକି ରଖିଛନ୍ତି। ଦେନ୍ ମସଲା ଗୁଡ଼ା ସବୁ ଯାହା ବି ତାଙ୍କର ଦରକାର ସେ ସବୁ ଏଠି ପ୍ରସ୍ତୁତି କରିଦେଇଥିଲେ। ମୁଁ ବାସ୍ ଖାଇବା ଲୋକ, ଖାଇଲେ ହେଲା। ଦେନ୍ ଏଠି ଚିକେନ୍ ଗୁଡ଼ାକୁ ସବୁ ସେ ମ୍ୟାରିନେସନ୍ କରିକି ତାକୁ ଆମର ଷ୍ଟିମ୍ ଦିଆଯିବ ବିରିୟାନୀରେ। ସେ ଡେକ୍ଚିଟାକୁ ଧୋଇକି ପୁରା ଚିକେନ୍କୁ ଧୀରେ ଧୀରେ କାଢ଼ିକି ସଜାଉଛନ୍ତି। ବିରିୟାନୀ ଖାଇବେ ନା, ସେଥିପାଇଁ ମୁଁ ଶୁଣିଛି ପୁଅମାନଙ୍କ ହାତରେ ଭଲ ଆଇଁଷ ଗୁଡ଼ା ସବୁ ହୁଏ। ତ ମୁଁ ତ କେବେ କରିନି ବିରିୟାନୀ, ସେଥିପାଇଁ ସିଏ କରୁଥିଲେ। ମସଲା ସବୁ ପଡ଼ୁଛି। ହଁ, ଆଉ ଯେଉଁମାନେ ଏତେ ପର୍ଯ୍ୟନ୍ତ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି, ସୋ ପ୍ଲିଜ୍ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯାହାଫଳରେ କି ନୂଆ ନୂଆ ଭିଡ଼ିଓ ସବୁ ଆପଣଙ୍କୁ ଦେଖିବା ପାଇଁ ମିଳିବ। ଦେନ୍ ମୁଁ ଏଠି ରାଇତା ପାଇଁ ଦହି ଆଣିଥିଲି, ତାକୁ ବି ଚିକେନ୍ରେ ପକାଇ ଦେଇଛନ୍ତି। ଆଉ ବିରିୟାନୀର ଟେଷ୍ଟ କ'ଣ ଥିଲା, ୱାଓ। ଯେଉଁମାନେ ଏତେ ପର୍ଯ୍ୟନ୍ତ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି, ସୋ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଯାହାଫଳରେ କି ନୂଆ ନୂଆ ଭିଡ଼ିଓ ବି ଆସିବ, ଆପଣମାନେ ଦେଖିପାରିବେ। ଆଉ ଯେଉଁମାନେ ଏତେ ପର୍ଯ୍ୟନ୍ତ ନୀଳଗିରି ଆସିନାହାନ୍ତି ତ ଆସିବେ।
ଯେହେତୁ ବିରିୟାନୀ ହେଇଯାଇଥିଲା ତ ଏଠି ସେ କାଢ଼ୁଛନ୍ତି ଟେଷ୍ଟ ପାଇଁ ଲୁଣ ଫୁଣ ଠିକ୍ ଅଛି କି ନାହିଁ ଫାଷ୍ଟ ଟାଇମ୍ ନା, ସେଥିପାଇଁ। ତା ସହିତ ମୁଁ ଏଠି ବନଉଥିଲି ରାଇତା, ଯେଉଁଟାକି ଧନିଆ ପତ୍ର ପିଆଜ ଟମାଟୋରେ ବନେଇଥିଲି। ଦେନ୍ ଏଠି ଆମେ ଖାଇବା ପାଇଁ ବସିଗଲୁ, ବୋଉ ମୋ ହଜବେଣ୍ଡ ମୁଁ ଆମେ ଖାଇବା ପାଇଁ ବସିଗଲୁ।